ହ୍ୟୁମାନ ସାଗରଙ୍କ ମୃତ୍ୟୁରେ ଆଜି ସାରା ଓଡ଼ିଶା କାନ୍ଦୁଛି। ତାଙ୍କ ମାଆ ବି ଦୋଷ ଦେଉଛନ୍ତି ମ୍ୟାନେଜରକୁ। ତାଙ୍କ ସ୍ତ୍ରୀ ବି କହୁଛନ୍ତି ଯେ ହ୍ୟୁମାନ ସାଗର ମାନେ ଅନ୍ୟ ଝିଅ ସହିତ ତାଙ୍କର ସମ୍ପର୍କ ଥିଲା। ସେ କଥା ଯାହା ବି କିଛି ହେଉ, ଏ ବିବାଦ ଭିତରେ ଆଉ ସେ ସିଙ୍ଗର ନାହାନ୍ତି ଯାହାକୁ ସାରା ଓଡ଼ିଶା ଆଜି ଝୁରୁଛି। ସମସ୍ତଙ୍କ ଆଖିରେ ଲୁହ। କ'ଣ ହେଇଗଲା, ମାନେ ଏତେ କମ୍ ବୟସରେ ମାନେ ଏତେ ସୁନାମ ଅର୍ଜନ କରିଥିବା ଗୋଟେ କଳାକାର ଆଜି ଆଉ ଓଡ଼ିଶା କେବେ ପାଇବନି। ସେ ଯାହା ବି କିଛି ହେଉ, ମଣିଷ ମାତ୍ର କେତେ ଭୁଲ କରନ୍ତି। ଯଦି ବି ହ୍ୟୁମାନ ସାଗର ପାଷ୍ଟ କିଛି ଭୁଲ କରିଥିଲେ, ତାଙ୍କ ସ୍ତ୍ରୀ ଯଦି ତାଙ୍କୁ କ୍ଷମା କରିଦେଇଥାନ୍ତେ, କିଛି ନାହିଁ ଫାଷ୍ଟ ଥର ଟିକେ କ୍ଷମା କରିକି ଯଦି ତାଙ୍କ ସହିତ ଟିକେ ମିଶିଥାନ୍ତେ କି ତାଙ୍କର ଦେଖାଶୁଣା କରିଥାନ୍ତେ, ତାଙ୍କର ଯେଉଁ ଦେହ ଖରାପ ହେଲା, ଏସବୁ ବିବାଦ ଭିତରେ ତାଙ୍କର ଯେଉଁ ଜିଦ୍ଟା ନ ରଖି ତାଙ୍କ ସ୍ୱାମୀଙ୍କ ମୁହଁକୁ ଚାହିଁ ତାଙ୍କ ଝିଅର ଭବିଷ୍ୟତକୁ ଆଖି ଆଗରେ ରଖି ଯଦି ଟିକେ ଅନେଇଥାନ୍ତେ, ମୁଁ ଭାବୁଛି ଆଜି ହ୍ୟୁମାନ ସାଗରକୁ ଆମେ ହରେଇ ନଥାନ୍ତେ। ସେ ଆଜି ସାରା ଓଡ଼ିଶାବାସୀଙ୍କ ଗହଣରେ ଥାନ୍ତେ। ଭୁଲ କେବଳ ତାଙ୍କ ସ୍ତ୍ରୀର ବି ନୁହଁ, ତାଙ୍କ ମାଆର ବି ଅଛି। ତାଙ୍କ ମାଆ ଯଦି ତାଙ୍କ ପୁଅର ଠିକ୍ ଦେଖାଶୁଣା କରିଥାନ୍ତେ, ଖାଇବାଠୁ ଆରମ୍ଭ କରି ମେଡ଼ିସିନ ପର୍ଯ୍ୟନ୍ତ ଟିକେ ଧ୍ୟାନ ଯଦି ଦେଇଥାନ୍ତେ, ତାହେଲେ ହ୍ୟୁମାନ ସାଗର ଏତେ କମ୍ ବୟସରେ ଯାଇନଥାନ୍ତେ। ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ଆକୁ ତାକୁ ଦୋଷ ଦେଇ ବିବାଦକୁ ଡାକି ଆଣିବା କି ବିବାଦ ବି ଆଗକୁ ବଢ଼େଇଲେ କିଛି ଲାଭ ନାହିଁ। ସେ ଯେଉଁ ଅମୂଲ୍ୟ ଜୀବନଟେ ଆଜି ଚାଲିଗଲା ଓଡ଼ିଶାରୁ, ସେ କେବେ ବି ଆଉ ଫେରିବନି। ବାସ୍ ମୁଁ ଏତିକି କହିବି, ପାରିବାରିକ ସମସ୍ୟା, ପାରିବାରିକ କଳହ ଭିତରେ ଆଜି ଗୋଟେ ନିରୀହ ଜୀବନ ବଳି ପଡ଼ିଗଲା।